କପ୍ ପଡ଼ିଆରେ ହଂକଂକୁ ଧୂଳି ଚଟେଇଲା ଆଫଗାନିସ୍ତାନ। ସୂଚନା ଅନୁଯାୟୀ ନୂଆଦିଲ୍ଲୀ ପଡ଼ିଆରେ ହେଲା ଦମଦାର ଟକ୍କର। ପ୍ରତିକ୍ଷେପକୁ ହରାଇ ପ୍ରଥମ ମ୍ୟାଚ୍ ଖାତା ଖୋଲିଲା ଆଫଗାନିସ୍ତାନ। 2025 ଏସିଆ କପ୍ ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ହଂକଂକୁ 94 ରନରେ ପରାସ୍ତ କରିଥିଲା। T20 ଏସିଆ କପ୍ ରନ୍ ଦୃଷ୍ଟିରୁ ଏହା ତୃତୀୟ ସବୁଠାରୁ ବଡ଼ ବିଜୟ। ଏହି ମ୍ୟାଚରେ ଆଫଗାନିସ୍ତାନ କରି ହଂକଂକୁ ସମ୍ମୁଖରେ 189 ରନ୍ ଟାର୍ଗେଟ ରଖିଥିଲା। ଆସନ୍ତୁ ପରବର୍ତ୍ତୀ ଖବରରେ ନଜର ପକାଇବା। ରାଜ୍ୟରେ ଆହୁରି 5 ଦିନ ଯାଏଁ ପ୍ରବଳ ବର୍ଷା। ସୂଚନା ଅନୁଯାୟୀ ରାଜ୍ୟରେ ଆହୁରି 5 ଦିନ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର କହିଛନ୍ତି। ଆଜିଠାରୁ ବର୍ଷା ପରିମାଣ ବଢିବ। ଉତ୍ତର ଓ ଦକ୍ଷିଣ ଓଡ଼ିଶା ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ କେନ୍ଦ୍ର। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ କେନ୍ଦ୍ର ଆନ୍ଧ୍ରପ୍ରଦେଶ ଉପରେ ଏବେ ସକ୍ରିୟ ରହିଛି ପୁଣି ପ୍ରବଳ